नमो नकार ब्रह्मा अनादि मुक्ति कारण घटा मध्ये प्रचेदेन तस्मै श्री गुरवे नमः। अखण्डमण्डलाकारम् व्याप्तजेन चराचरम् तत्पदं दर्शितं येन तस्मै श्री गुरवे नमः। तस्मै श्री गुरवे नमः। तस्मै श्री गुरवे जय गुरु आद्य उदास महाशून्य ठारु तव प्रकाश। जय गुरु आद्य उदास धर्मग्लानि बेले भारत भूतले धर्मग्लानि बेले भारत भूतले उदास नामरे हेला प्रकाश। जय गुरु आद्य उदास महाशून्य ठारु तव प्रकाश। जय गुरु आद्य उदास। पाप ताप हे बारु गरु देहधारी उदास गुरु। पापर छेदन धर्म संस्थापन पापर छेदन धर्म संस्थापन करिबा पाई की अदृश्य दृश्य। जय गुरु आद्य उदास महाशून्य ठारु तव प्रकाश। जय गुरु आद्य उदास। रूप रेखा न मिले जारा भक्त भावे तो कळे बर। अशरण जन मागंती शरण अशरण जन मागंती शरण शरण सदर हे शून्यवास। जय गुरु आद्य उदास महाशून्य ठारु तव प्रकाश। जय गुरु आद्य उदास। पाप तम अज्ञान पाई धरा परे धरी न देही तब सुभर अमीय पीयूष तब सुभर अमीय पीयूष समस्त सरु कटे सरस। जय गुरु आद्य उदास महाशून्य ठारु तव प्रकाश। जय गुरु आद्य उदास। प्रिय दर्शक बंधु जुगे जुगे धर्मर रक्षा पाई पापी मानक विनाश पाई भगवान विष्णु अवतार नियंती एई मर्त्यभूमि भारत वर्षरे। सत्यरे श्री वामन तेरतयारे श्री राम द्वापर रे श्रीकृष्ण और कलिजुगे श्री जगन्नाथ रूपे आविर्भाव होइचंती मर्त्य रक्षा निमंते। किंतु अतीव गुप्त और आश्चर्यर कथा चारि जुगर मीमांसा
ଅନନ୍ତ ସତ୍ୟ ଯୁଗ ଲୀଳାର ପରିପ୍ରକାଶ ଓ ଭକ୍ତଙ୍କ ଉଦ୍ଧାର ପାଇଁ ଗୋଲକ ବିହାରୀ ବିଷ୍ଣୁଙ୍କ ନିବେଦନରେ ବିଶ୍ୱଗୁରୁ ବିଶ୍ୱ ଠାକୁର ସ୍ୱୟଂ ଶୂନ୍ୟ ପରମବ୍ରହ୍ମ କଳିଯୁଗର ଶେଷ ଭାଗରେ ଅବତୀର୍ଣ୍ଣ ହୁଅନ୍ତି ମାନବ ରୂପରେ ଭାରତବର୍ଷର ପବିତ୍ର କ୍ଷେତ୍ର ଓଡ଼ିଶା ଭୂମିରେ। ହେ ସତ୍ୟର ସନ୍ଧାନୀ ଦିବ୍ୟ ଆତ୍ମନ୍, 33 କୋଟି ଦେବାଦେବୀଙ୍କୁ ଯେ ଅଗୋଚର, ଯାହାଙ୍କ ଇଙ୍ଗିତରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ସୃଷ୍ଟି ସ୍ଥିତି ଓ ବିଲୟର କାରଣ, ସୂର୍ଯ୍ୟ ଓ ଚନ୍ଦ୍ର ଯାହାଙ୍କ ତେଜରେ ସୃଷ୍ଟିକୁ ଦୀପ୍ତିମନ୍ତ କରୁଛନ୍ତି, ଆର୍ଯ୍ୟଭୂମି ଭାରତବର୍ଷର ମହାମନୀଷୀଗଣ ଶୁକ ସନକ ବ୍ୟାସ ବଶିଷ୍ଠ ଅଚ୍ୟୁତ ଅନନ୍ତ ଯଶବନ୍ତ ଜଗନ୍ନାଥ ବଳରାମ ଦାସ ଆଦି ଯୁଗ ଯୁଗ ତପସ୍ୟା କରି ଲେଖି ଯାଇଛନ୍ତି ଅମୂଲ୍ୟ ଗ୍ରନ୍ଥମାନ। ସେହି ଇଚ୍ଛାମୟ ପ୍ରଭୁ ଶୂନ୍ୟବାସୀ ଅରୂପରୁ ରୂପ ପ୍ରକାଶ କରି ମର୍ତ୍ତ୍ୟମଣ୍ଡଳରେ ଜାଗତିକ ଲୀଳା ସହିତ ବିଶ୍ୱର ଶାନ୍ତି ପାଇଁ ବ୍ରହ୍ମ ଏକାକ୍ଷର ମହାଯଜ୍ଞ ଅନୁଷ୍ଠାନ କରି ଭକ୍ତମାନଙ୍କୁ ନିଗୁଢ଼ ବ୍ରହ୍ମ ଏକାକ୍ଷର ମହାମନ୍ତ୍ର ଦୀକ୍ଷା ପ୍ରଦାନ କରି ପୃଥିବୀ ବକ୍ଷରୁ ପାପ ନଷ୍ଟ କରି ବିଶ୍ୱବାସୀଙ୍କୁ ଧର୍ମ ପଥରେ ଅନୁପ୍ରାଣିତ କରିବା ପାଇଁ ରଖିଯାଇଛନ୍ତି ଅକ୍ଷର ବ୍ରହ୍ମ ବା କଳିକଳୁଷ ନାଶନ ମହାମନ୍ତ୍ର। ଗୁରୁ ଶୂନ୍ୟ ଗୁରୁ ଶୂନ୍ୟ 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 ଗୁରୁ 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 ବ୍ରହ୍ମ ଗୁରୁ ବ୍ରହ୍ମ 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 ଗୁରୁ ଗୁରୁ গুরু হংস গুরু হংস 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 গুরু 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 সোহং গুরু সোহং 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 গুরু গুরু। লীলাময় লীলা পাই ସ୍ଥାନ ବହୁ ପୂର୍ବରୁ ନିର୍ଣ୍ଣୟ କରିଛନ୍ତି। ପରମ ପୂଜ୍ୟ ଗୁରୁଦେବଙ୍କ ଆଜ୍ଞାକ୍ରମେ ଓଡ଼ିଶା ତଥା ବାହାରେ ବହୁ ସ୍ଥାନରେ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଅଛି। ପ୍ରତ୍ୟେକ ସ୍ଥାନର ମାହାତ୍ମ୍ୟ ଅନୁଯାୟୀ ମହାଯଜ୍ଞ ଭିନ୍ନ ଭାବରେ ହୁଏ, ପରନ୍ତୁ ଚଳିତ ବର୍ଷ ମହାପ୍ରଭୁଙ୍କର ସୂକ୍ଷ୍ମ ନିର୍ଦ୍ଦେଶ କ୍ରମେ ପୂଜ୍ୟ ଗୁରୁଦେବ ମହାଯଜ୍ଞର ଆୟୋଜନ କରିଛନ୍ତି ଶ୍ରୀକ୍ଷେତ୍ର ପୁରୀଠାରେ। ଉକ୍ତ କ୍ଷେତ୍ର ଲୀଳା ସମ୍ବନ୍ଧେ ବର୍ଣ୍ଣନା କରିଛନ୍ତି ପଞ୍ଚ ମହାପୁରୁଷ 500 ବର୍ଷ ପୂର୍ବ। କାରଣ ଉକ୍ତ କ୍ଷେତ୍ରରେ ଯୁଗ ଅବତାର ଭାବେ ବିଦ୍ୟମାନ ସ୍ୱୟଂ ଜଗତର ନାଥ ଜଗନ୍ନାଥ 33 କୋଟି ଦେବାଦେବୀ ଅପେକ୍ଷା କରିଛନ୍ତି ଉକ୍ତ ମହାଯଜ୍ଞଙ୍କୁ ଦର୍ଶନ ପାଇଁ। ବହୁ ପୂର୍ବ ପୂଜ୍ୟ ଗୁରୁଦେବଙ୍କ ଶ୍ରୀମୁଖରୁ ଶୁଣିଥିଲୁ ଶ୍ରୀକ୍ଷେତ୍ରରେ ହେବାକୁ ଥିବା ମହାଯଜ୍ଞ ସମ୍ବନ୍ଧେ। ଭାରତର ବିଭିନ୍ନ ସ୍ଥାନରେ ଲୀଳାନାୟକ ଯୁଗ ଅବତାର ଭାବେ ଆସି ମହାଲୀଳା ସହିତ ମହାଯଜ୍ଞ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଯାଇଛନ୍ତି, ପରନ୍ତୁ କଳିଯୁଗରେ ମହାପ୍ରଭୁ ଯୁଗ ଅବତାର ଭାବେ ନୀଳାଞ୍ଚଳ ଧାମରେ ଚତୁର୍ଦ୍ଧା ମୂର୍ତ୍ତି ହୋଇ ଦାରୁ ବ୍ରହ୍ମ ରୂପେ ପୂଜା ପାଉଛନ୍ତି ଏବଂ ଉକ୍ତ ମହାଯଜ୍ଞ ପାଇଁ ସ୍ଥାନ ନିରୂପଣ କରିଛନ୍ତି। ତେବେ ଆସନ୍ତୁ ଉକ୍ତ ମହାଯଜ୍ଞର କିୟଦଂଶ ଦର୍ଶନ ଏବଂ ଶ୍ରବଣ କରି ନିଜକୁ ଧନ୍ୟ ମଣିବା। शून्यवासी हे शून्य ब्रह्म ठाकुर कोटि प्रणाम घेन दीनहीनर। शून्यवासी हे शून्य ब्रह्म ठाकुर कोटि प्रणाम घेन दीनहीनर। सहस्र दल कमले
সহস্রদল কমলে মহাশূন্য মণ্ডলে অরূপ ব্রহ্মরূপরে বিহর অরূপ ব্রহ্মরূপরে বিহর। সেদিন থায় 2011 মସିହା ସେପ୍ଟେମ୍ବର ମାସ 23 ତାରିଖ ଗୁରୁବାର, ପବିତ୍ର ଭାଗବତ ଜନ୍ମ ବା ଇନ୍ଦ୍ର ପୂର୍ଣ୍ଣିମା। ଅପରାହ୍ନ 2 ଘଟିକା ସୁଦ୍ଧା ଝିପିଝିପି ବର୍ଷା ହେଉଥାଏ। ମନ୍ଦିରର ମୁଖଶାଳାରେ ବଡ଼ ଭାଇନା ଖଗେଶ୍ୱର ରଥଙ୍କ ସହିତ ମୁଁ କଥା ହେଉଥାଏ। ହଠାତ୍ ଗୁରୁଦେବ ମନ୍ଦିର ପ୍ରାଙ୍ଗଣକୁ ପ୍ରବେଶ କରି ହସ ହସ ବଦନ ସହିତ ଠାକୁରଙ୍କୁ ପ୍ରଣାମ କରି ଭାଇନାଙ୍କ ସହିତ କଥା ହେଲେ କି ଭାଇନା, ସମୟ ହୋଇଗଲା, ଠାକୁର ଆଜ୍ଞା ଦେଲେ ପୁରୀରେ ଯଜ୍ଞ ପାଇଁ ଏକାଦଶୀ ଠାରୁ ଆରମ୍ଭ ହୋଇ ଅଗ୍ନି ପୂର୍ଣ୍ଣିମାରେ ପୂର୍ଣ୍ଣାହୁତି ହେବ। କଥା ନ ଶୁଣୁ ଭାଇନା କହିଲେ, ମୁଁ ମଧ୍ୟ ଏହି ଯଜ୍ଞ ସମ୍ବନ୍ଧୀୟ କିଛି ଅନୁଭବ କରିଛି। ତହିଁ ପରେ ଗୁରୁଦେବ ପୁରୀକି ଯାଇ ଯଜ୍ଞସ୍ଥଳ ନିର୍ଣ୍ଣୟ କରିବା ପାଇଁ ଆଜ୍ଞା ଦେଲେ। ସେଦିନ ଥାଏ କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ନଭେମ୍ବର 1 ତାରିଖ। ସାଙ୍ଗରେ ପଦନ ଭାଇଙ୍କୁ ଧରି ମୁଁ ଗୁରୁଦେବଙ୍କ ଆଜ୍ଞାକୁ ପାଥେୟ କରି ବ୍ରାହ୍ମ ମୁହୂର୍ତ୍ତରେ ଠାକୁରଙ୍କର ପୂଜା ଏବଂ ଗୁରୁଦେବଙ୍କ ପୂଜା ସମାପନ କରି ନୀଳାଞ୍ଚଳ ଧାମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲି। कह हृदय बंधव हे गले मोते संग तोरे नेब, कह हृदय बंधव हे। पथरे किछि सतर्कता अवलंबन करिया पई आज्ञा दे कहिथिले। रास्तार पार्श्वरे थिबा 3टी शिव मंदिर रे दर्शन करी भोग धूप लगाई किछि समय ध्यान सहित ठाकुर को जनाई स्थान परित्याग करिब। प्रभात सारा दिनर वार्ता जणाइला भली महायज्ञर प्रथम दिनर प्रथम मुहूर्तरु ही